ଯେଉଁ ସ୍त्री ଭାव ଦେଉନାହିଁ ସେ ନିଜେ ଆସି କହିବ ଯେ ସେ ତୁମକୁ ଭଲ ପାଉଛି ବୋଲି। କେବଳ ଆଜିର ଏହି ବଶୀକରଣ ଉପାୟଟିକୁ ଦେଖି ନିଅନ୍ତୁ। ମୁଁ ଆପଣମାନଙ୍କୁ ଗୋଟିଏ ମୁସଲିମ ବଶୀକରଣ ମନ୍ତ୍ର ବତେଇବି। ସେହି ମନ୍ତ୍ରଟିକୁ ଆପଣ ଯେଉଁ ବି ବିବାହିତା ସ୍ତ୍ରୀ ବା ଝିଅ ପାଇଁ 11 ଥର ପଢ଼ିଦେବେ ସେ ତୁରନ୍ତ ଆପଣଙ୍କ ବଶରେ ହୋଇଯିବ। ଯେଉଁଠି ଥିଲେ ମଧ୍ୟ ସେ ଯେତେ ସୁନ୍ଦରୀ ହୋଇଥିଲେ ମଧ୍ୟ ଆପଣଙ୍କ ପ୍ରେମରେ ତଡ଼ପି ଉଠିବ, ଆପଣଙ୍କର ଗୁଲାମୀ କରିବ, ଆପଣଙ୍କ କଥା ଦିନ ରାତି ଭାବିବ। ସେ ସ୍ତ୍ରୀ ହେଉ ବା ଝିଅ, ବିବାହିତା ହେଉ ବା ଅବିବାହିତା, ନିଜକୁ ଅଟକେଇ ପାରିବ ନାହିଁ ଆପଣଙ୍କ ପ୍ରେମରେ ଦିୱାନୀ ହେବା ପାଇଁ। ଆପଣ ସମସ୍ତେ ମନେ ମନେ କେଉଁ ନା କେଉଁ ବିବାହିତା ସ୍ତ୍ରୀ ବା ଝିଅକୁ ପସନ୍ଦ କରୁଥିବେ, ହେଲେ ତାକୁ ପଟେଇ ପାରୁନାହାନ୍ତି। କ'ଣ କରିବେ ଯାହାଦ୍ୱାରା ସିଏ ନିଜେ ଆସି ଆପଣଙ୍କୁ କହିବ କି ସେ ଆପଣଙ୍କୁ ଭଲ ପାଉଛି ବୋଲି। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ମୋର ଆପଣମାନଙ୍କୁ କେବଳ ଗୋଟିଏ ଅନୁରୋଧ, ଆଜିର ଏହି ଉପାୟଟିକୁ ଆପଣ ପୁରା ଭଲ ଭାବରେ ବୁଝି ନିଅନ୍ତୁ। ଏଥିପାଇଁ ଆପଣ ଏହି ଭିଡ଼ିଓଟିକୁ ସ୍କିପ୍ ନ କରି ମୂଳରୁ ଶେଷ ଯାଏଁ ଦେଖନ୍ତୁ, ତାହେଲେ ବୁଝିପାରିବେ ଏହି ଉପାୟଟିକୁ ନିଜ ଘରେ ବସି ବସି କିପରି ଆପଣ ବ୍ୟବହାର କରିଦେବେ କି ସେ ସ୍ତ୍ରୀ ବା ଝିଅ ମାତ୍ର 24 ଘଣ୍ଟା ମଧ୍ୟରେ ଆପଣଙ୍କ ପ୍ରେମରେ ଦିୱାନୀ ହୋଇଯିବ। ତେବେ ଏହି ଉପାୟଟି ବହୁତ ସହଜ। ବିଧିଟିକୁ ଆପଣ କେବଳ ଶୁକ୍ରବାର ଦିନ ପ୍ରୟୋଗ କରିବେ। ଏଥିପାଇଁ ଖଣ୍ଡେ ସାଧା କାଗଜ, ନାଲି ରଙ୍ଗର ପେନ୍ କିମ୍ବା ମାର୍କର ନେଇ ଆସିବେ। ଯେଉଁ ବି ସ୍ତ୍ରୀ ବା ଝିଅକୁ ଆପଣ ବଶୀଭୂତ କରିବାକୁ ଚାହୁଁଛନ୍ତି ସର୍ବପ୍ରଥମେ ଆପଣ ତା ନାଁଟିକୁ କାଗଜ ଉପରେ ଲେଖିଦେବେ। ମନେକର ତା ନାଁ ହେଉଛି କାଜଲ, ଏହିପରି ଆପଣ ତା ନାଁ ଲେଖିବେ। ଆଉ ତାପରେ ଆପଣ ସାଇଡ଼ରେ ନିଜ ନାଁଟିକୁ ଲେଖିଦେବେ। ମନେକର ଆପଣଙ୍କ ନାଁ ହେଉଛି ରାକେଶ, ଏହିପରି ଦୁଇଟି ଯାକ ନାଁ ଆପଣ ଏହିପରି ଲେଖିବେ, ମଝିରେ ଟିକିଏ ଗ୍ୟାପ୍ ଛାଡ଼ିବେ। ବର୍ତ୍ତମାନ କ'ଣ କରିବେ, ନାଁ ତଳେ ଆପଣଙ୍କୁ ଗୋଟିଏ ଯନ୍ତ୍ର ତିଆରି କରିବାର ଅଛି। ଆପଣ ଏହିପରି ଲମ୍ବାଳିଆ ବକ୍ସ କରିଦେବେ। ତେବେ ଫ୍ରେଣ୍ଡସ୍, ଆପଣ ସମସ୍ତେ ଜାଣିଥିବେ ମୁସଲିମ ବଶୀକରଣ ଦୁନିଆରେ ସବୁଠୁ ପାୱାରଫୁଲ୍ ସଂଖ୍ୟା କ'ଣ? ଯଦି ଆପଣ ଜାଣିନାହାନ୍ତି ତେବେ ମୁଁ ଏଠି ଲେଖିଦେଉଛି, ଆପଣମାନେ ଜାଣି ନିଅନ୍ତୁ। 786 ଏହି 3ଟି ସଂଖ୍ୟା ଆପଣଙ୍କୁ ଏହି ଯନ୍ତ୍ର ଭିତରେ ଲେଖିବାର ଅଛି। ତାପରେ ମୁଁ ଆପଣମାନଙ୍କୁ ଗୋଟିଏ ବଶୀକରଣ ମନ୍ତ୍ର ବତେଇବି। ଏହି ମନ୍ତ୍ରଟି ଏତେ ପାୱାରଫୁଲ୍ କି ଯିଏ ବି ଏହି ଉପାୟଟିକୁ ବ୍ୟବହାର କରିଛି ସେ 100% ନିଜ ପସନ୍ଦର ଯେକୌଣସି ସ୍ତ୍ରୀ ବା ଝିଅକୁ ପଟେଇ ପାରିଛି। ତେବେ ଏହି ମନ୍ତ୍ରଟି ଜାଣିବା ପୂର୍ବରୁ ମୁଁ ଆପଣମାନଙ୍କୁ କିଛି ବିଶେଷ ଟିପ୍ସ ବତାଇବାକୁ ଚାହିଁବି କି ଏହି ବିଧିଟିକୁ କେବଳ ଆପଣ ଶୁକ୍ରବାର ଦିନ ପ୍ରୟୋଗ କରିବେ। ଯେବେ ବି ଏହି ଉପାୟ ପ୍ରୟୋଗ କରିବେ ଆପଣଙ୍କୁ ଭଲ ଭାବରେ ହାତ ଗୋଡ଼ ମୁହଁ ଧୋଇ এই ବିଧିଟିକୁ କରିବାର ଅଛି। ଆଉ ସବୁବେଳେ ମନେ ରଖିବେ ବିଧିଟି କରିବା ପୂର୍ବରୁ କାହାକୁ ଏ ବିଷୟରେ ଜଣେଇବେ ନାହିଁ କିମ୍ବା କାହାକୁ ଦେଖେଇକି କରିବେ ନାହିଁ। ଆଉ ଉପାୟଟିକୁ ନିଜ ଶୋଇବା ରୁମ୍ରେ କରିବେ ଆଉ ନିଜ ଶୋଇବା ବିଛଣା ଉପରେ ବସିକି ଏହାକୁ ପ୍ରୟୋଗ କରିନେବେ। ତେବେ ଦେଖନ୍ତୁ, ଏତେ ଜିନିଷ ଲେଖିଲା ପରେ କେଉଁ ମନ୍ତ୍ର ଲେଖିବେ ଯାହାଦ୍ୱାରା ଆପଣଙ୍କୁ 100% ରେଜଲ୍ଟ ମିଳିବ। ସଲ୍ଲେଲ୍ଲାହୁ ତଆଲା अलैहि वसल्लम। ମୁଁ ଆପଣମାନଙ୍କୁ ପାଖରୁ ଦେଖି ଦେଉଛି। ଏହିପରି ସମ୍ପୂର୍ଣ୍ଣ ଜିନିଷ ଆପଣ କାଗଜ ଉପରେ ଲେଖିଲା ପରେ ଏବେ କ'ଣ କରିବେ ମୁଁ ଆପଣଙ୍କୁ ବତାଉଛି। ଆପଣଙ୍କୁ ଦୁଇ ହାତରେ ଏହି କାଗଜକୁ ଏହିପରି ଧରିବାର ଅଛି। ଯେଉଁ ବି ସ୍ତ୍ରୀ ବା ଝିଅର ନାଁଟିକୁ ଆପଣ କାଗଜ ଉପରେ ଲେଖିଛନ୍ତି ତା ନାଁଟିକୁ ସର୍ବପ୍ରଥମେ ଆପଣ 11 ଥର ଉଚ୍ଚାରଣ କରିବେ। କାଜଲ 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 ଏହିପରି ଆପଣ ଲଗାତାର 11 ଥର ପଢ଼ିବା ପରେ ନିଜ ନାଁଟିକୁ ଆପଣ 7 ଥର ପଢ଼ିବେ। 7 ଥର ନିଜ ନାଁଟିକୁ ଉଚ୍ଚାରଣ କରିସାରିବା ପରେ ଆପଣ ଦେଖିପାରୁଛନ୍ତି ଏଠାରେ ଯନ୍ତ୍ରଟି ତିଆରି ହୋଇଛି 786। এই যন্ত্রটিକୁ ଆପଣ ଧ୍ୟାନର ସହିତ ଲକ୍ଷ୍ୟ କରିବେ। ଯଦି ଫ୍ରେଣ୍ଡସ୍ ଆପଣ এই କାଜଲ ନାମ୍ନୀ ଏହି ସ୍ତ୍ରୀ ବା ଝିଅଠାରୁ କିଛି ବି କାମ ହାସିଲ କରିବାକୁ ଚାହୁଁଛନ୍ତି, এই ଯନ୍ତ୍ରଟିକୁ ଧ୍ୟାନର ସହିତ ଦେଖିବା ସମୟରେ ହିଁ ଆପଣଙ୍କୁ ଭାବିବାର ଅଛି କ'ଣ କାମ ଆପଣ ତାଠାରୁ ହାସିଲ କରିବାକୁ ଚାହୁଁଛନ୍ତି। ସବୁକିଛି ନିଜ ମନରେ ଭାବିବେ ଆଉ ତାପରେ 2-3 ମିନିଟ୍ ପରେ ଆପଣଙ୍କୁ ଏହି ମନ୍ତ୍ରଟିକୁ ପଢ଼ିବାର ଅଛି। ସଲ୍ଲେଲ୍ଲାହୁ ତଆଲା अलैहि वसल्लम, ସଲ୍ଲେଲ୍ଲାହୁ ତଆଲା अलैहि वसल्लम। ଏହିପରି ମନ୍ତ୍ରଟିକୁ ଲଗାତାର 11 ଥର ପଢ଼ିଦେବେ। 11 ଥର ପଢ଼ି ସାରିଲା ପରେ ଏହି କାଗଜ ଉପରେ କେବଳ ଗୋଟିଏ ଥର ଫୁଙ୍କିଦେବେ। କାଗଜ ଉପରେ ଫୁଙ୍କି ସାରିଲା ପରେ ବର୍ତ୍ତମାନ ଏହି କାଗଜକୁ ଭଲ ଭାବରେ ମୋଡ଼ିକି ଆପଣ କ'ଣ କରିବେ, ଆକୁ କୌଣସି ଏକ କଳା କପଡ଼ାରେ ଭଲ ଭାବରେ ବାନ୍ଧିଦେବେ। ଯଦି ଆପଣମାନଙ୍କ ପାଖରେ କଳା କପଡ଼ା ନାହିଁ ତେବେ ଆକୁ କଳା ସୂତାରେ ମଧ୍ୟ ଆପଣ ଗୁଡ଼େଇକି କ'ଣ କରିବେ, ଆକୁ କେବଳ 1 ଘଣ୍ଟା ପର୍ଯ୍ୟନ୍ତ ନିଜ ପାଖରେ ରଖିବେ। 1 ଘଣ୍ଟା ଗଲା ପରେ ଆପଣଙ୍କୁ କ'ଣ କରିବାର ଅଛି ଧ୍ୟାନ ସହିତ ଶୁଣନ୍ତୁ। ଯେଉଁ ବି ସ୍ତ୍ରୀ ବା ଝିଅ ପାଇଁ ଏହି ଉପାୟଟିକୁ ଆପଣ ପ୍ରୟୋଗ କରୁଛନ୍ତି ତା ଘର ସାମ୍ନାକୁ ଆପଣଙ୍କୁ ଯିବାକୁ ପଡ଼ିବ। ସେଠାକୁ ଗଲା ପରେ ଆପଣ କ'ଣ କରିବେ, এই ଯେଉଁ କାଗଜଟିକୁ ସାଙ୍ଗରେ ନେଇଥିବେ ଆଉ ଆକୁ କ'ଣ କରିବେ ତା ଘର ଆଡ଼କୁ ଅନେଇକି
ए कागजटी को आप जालीदेवे बस एतिकी करके आप निज घर को फेरी आसबे बाटरे ना क्या सहित कथबार्ता करेंगे ना पछक बुली चाहिए आपण मात्र 24 घंटा अपेक्षा करेंगे देखिए से स्त्री बा झील 100% पटब निज आड़ू आसी आपण को भल पाउची बोली कहब तेबे मन रखु फ्रेंड्स ये उपायटी कर एक निर्दिष्ट समय अच्छी से समयटी हूँ केवल सकाल 10 टारू आरंभ कर आपण राति 9टा मध्य प्रयोग करें। धन्यवाद।